ଯେହେତୁ ଆର୍ଆଇର ମେନ୍ ଏକ୍ଜାମ ଅଗଷ୍ଟ 1ରୁ ଆରମ୍ଭ ହେବାକୁ ଯାଉଛି, ସେଥିପାଇଁ ମୁଁ ଭାବିଲି ତମମାନଙ୍କ ପାଇଁ ଗୋଟିଏ ଟାର୍ଗେଟ ମାନେ କେତେ କୋଶ୍ଚିନ୍ ଟାର୍ଗେଟ କରିକି ଯିବେ ଆଉ କେତେ ମାର୍କ ରଖିଲେ ଆପଣଙ୍କର ସିଲେକ୍ସନ୍ ହେଇପାରିବ ତାକୁ ନେଇ ଗୋଟେ ଭିଡ଼ିଓ ଆଣିଛି। ପିଲାମାନେ ଚାଲନ୍ତୁ ଭିଡ଼ିଓ ଷ୍ଟାର୍ଟ କରିବା। ଜାଣନ୍ତୁ ଯେହେତୁ ଆପଣଙ୍କର ଅନଲାଇନ୍ ଏକ୍ଜାମ ହେଉଛି, TCS କଣ୍ଡକ୍ଟ କରୁଛି, ତେଣୁକରି କଟଅଫ୍ ଟିକେ ହାଇ ଯାଉ ବା ନ ଯାଉ କୋଶ୍ଚିନ୍ ଟିକେ ଲୋରୁ ମଡରେଟ୍ ରହିବ। ଠିକ୍ ଅଛି, କାହିଁକି TCSର କୋଶ୍ଚିନ୍ ପାଟର୍ନ ଅଲଗା କରିବ, ତେଣୁକରି ଟିକେ ସମସ୍ତେ ପ୍ରିପେୟାର ହେଇଥିବେ ଯଦି ଭଲ କି ଆରାମସେ କରିକି ଆସିପାରିବେ। ତେଣୁକରି ଏମିତି ନୁହେଁ କି ସିଜିଏଲ୍ କି ବ୍ୟାଙ୍କିଂ ଲେଭେଲରେ ପଡ଼ିବ, କିନ୍ତୁ OAR-SSC ପ୍ରିଭିୟସ୍ କୋଶ୍ଚିନ୍ ପାଟର୍ନ ଠାରୁ ଟିକେ ମଡରେଟ୍ ଆସିପାରେ। ତ ପିଲାମାନେ ଚାଲନ୍ତୁ ଆରମ୍ଭ କରିବା। ପିଲାମାନେ ଯେଉଁ ମ୍ୟାଥ୍ ଦେଖୁଛ ନା, ମ୍ୟାଥ୍ ଫୁଲ୍ କରିପାରିବ, ଠିକ୍ ଅଛି, ଯଦି ପଢ଼ିକିନା ଯାଇଥିବ। ଠିକ୍ ଅଛି, ତାପରେ କମ୍ପ୍ୟୁଟର ଆଇଲା, କମ୍ପ୍ୟୁଟରଟା ତୁମର ପୁରା ଫୁଲ୍ ସ୍କୋର୍ 40। ପିଲାମାନେ ଓଡ଼ିଆରେ ଫୁଲ୍ 20, ଫୁଲ୍ ପୁରା ଫୁଲ୍, ମାନେ ଏଇ ଯେଉଁ 100 ମାର୍କ ହେବ ସେଥିରୁ 100ରୁ 100 କରିବ। ପିଲାମାନେ ତୁମ ପ୍ରୋବ୍ଲେମ୍ କେଉଁଠି ହେବ ନା ଇଂଲିଶରେ ହେବ। ଠିକ୍ ଅଛି, ଇଂଲିଶ 40 ମାର୍କ ପଡ଼ିବ। ଠିକ୍ ଅଛି, 40 ମାର୍କରୁ ତୁମର ଆଉ ୱାନ୍ ରହିବ, ଏସବୁ ପୁରା ରହିଲା। ସେ ପିଲାମାନେ ପଢ଼ିଥିବେ ତ କରିବେ, ନହେଲେ ଇଜି ପଡ଼ିଗଲା ତ କିଏ କରିଦେଇପାରିବ। ଠିକ୍ ଅଛି, ନହେଲେ ସମସ୍ତଙ୍କ ପାଇଁ ପ୍ରୋବ୍ଲେମ୍ ହେବ, ତୁମ ପାଇଁ ହେବ। ଯେ ପଢ଼ିଥିବ ସେ କରିବ। ତା ଯେଉଁ ରହିଲା ତୁମର ପ୍ରିପୋଜିସନ୍ ହଉ, ଭର୍ବ ହଉ, ନାଉନ୍ ଆଉ ପ୍ୟାସେଜ୍, ଏଥିରୁ ବି ପିଲାମାନେ କରି କରି ତୁମେ ଅତି ବେଶୀରେ 40ଟାରୁ 30-35 କରିପାରିବ। ଫୁଲ୍ କରିବ, ଆଟେଣ୍ଡାନ୍ସ ତୁମର 30ଟା କରିପାରିବ, ସେ 30ଟା କରିପାରିବ। ଆଉ ଜିଏସ୍ ସମସ୍ତଙ୍କ ପାଇଁ ହାର୍ଡ଼, ନା ତୁମ ପାଇଁ ନା ତା ପାଇଁ ନା କାହା ପାଇଁକା ବି ଜିଏସ୍ ଇଜି ନୁହେଁ। ସମସ୍ତଙ୍କ ପାଇଁ ହାର୍ଡ଼ ଥିବ, ସମସ୍ତଙ୍କ ପାଇଁ ଇଜି ଥିବ। ଯଦି କୋଶ୍ଚିନ୍ ତୁମ ପାଇଁ ଇଜି ରହିଲା, ଆଉ ଗୋଟେ କୋଶ୍ଚିନ୍ ତା ପାଇଁ ହାର୍ଡ଼ ଥିବ। ଠିକ୍ ଅଛି, ତ ସେମିତି ନୁହଁ, କେଉଁ କୋଶ୍ଚିନ୍ ତା ପାଇଁ ସହଜ ହେଇପାରେ, କେଉଁ କୋଶ୍ଚିନ୍ କେଉଁ ପାଇଁ କଷ୍ଟ ହେଇପାରେ। ତେଣୁକରି ଜିଏସ୍ଟା ମୁଁ ଭାବୁଛି 20ରୁ 30 ଭିତରେ ଟାର୍ଗେଟ୍। ପିଲାମାନେ ସିଏ ତୁମର ରହିଲା ଫାର୍ଷ୍ଟ ସେକେଣ୍ଡଟା କେତେ ରହିଲା 100, 20ରେ 25ଟା କର, ଟୋଟାଲ୍ 55, 155 ତୁମର ହେଉଛି। ପିଲାମାନେ ଦେଖ 155 ସିନା କହିଦେଲି, ତୁମକୁ ଏଥିରୁ 40 ନ କରିବ, 30 କର, ଏଥିରୁ 40 କରିବ, ଯାହା ବି କମ୍ପ୍ୟୁଟରଟା 40ଟା କରିବ, ଏଥିରୁ 18 କର। ଠିକ୍ ଅଛି, ଇଂଲିଶ 30, ଆକୁ କର 22। ଠିକ୍ ଅଛି, ପିଲାମାନେ ଦେଖ ଏଥିରେ କେତେ ହେଉଛି 8, 16, 2, 18, ହେଲେ 5, 6, 4, 10, 13, 14, 148। ପିଲାମାନେ ତୁମେମାନେ ଏକ୍ଜାମ୍ରେ ଯଦି ସେଇ 155ଟା 155ଟା ଆଟେଣ୍ଡ କରିକି ଆସୁଛ, ସେଥିରୁ 3ଟା କି 4ଟା ଭୁଲ୍ ରହୁଛି ତ କିଛି ନାହିଁ, 145, 150। ଠିକ୍ ଅଛି, ତାପରେ ନର୍ମାଲାଇଜେସନ୍ ସ୍କୋର ଅଛି। 145ରୁ 150 ଭିତରେ ତୁମର ସ୍କୋର ରହୁଛି, ମାନେ ନୁହେଁ କି ତୁମ ସେ ବାହାରିଥିବ ତୁମେ 145 କରିକି ଆସିବ। ମୁଁ କହୁଛି ଯଦି ଏଇଟା ନର୍ମାଲ୍ ପିଲା କରିବାକୁ ଚାହିଁଲା 145ରୁ, ଠିକ୍ ଅଛି, 150ଟା କରିବ। ଆଉ ସେ ଠିକ୍ ଥିବା ଦରକାର, 145ଟା ଠିକ୍ ରହିଲେ ତୁମର ନର୍ମାଲାଇଜେସନ୍ ହେଇପାରେ 2-4 ମାର୍କ ବଢ଼ି 150 ହେଇପାରେ। ଠିକ୍ ଅଛି, କମିପାରେ, କିନ୍ତୁ 145ରୁ 50 ହେଉଛି ସେଫ୍ ଆଟେମ୍ପ୍ଟ। ବୁଝିପାରୁଛ ତ? ଯଦି କିଏ କହିଲା କି ଭଲ କୋଶ୍ଚିନ୍ ପଡ଼ିଲା ଫୁଲ୍ ଗଲା, ଠିକ୍ ଅଛି, ଫୁଲ୍ କରିବ, ମ୍ୟାଥ୍ରୁ କମ୍ପ୍ୟୁଟର ଫୁଲ୍ ଆଉ ଓଡ଼ିଆ 100 ମାର୍କ। ଠିକ୍ ଅଛି, ଟୋଟାଲ୍ କେତେ ହେଲା 160, 160ରୁ ତ 5ଟା କି 10ଟା ଭୁଲ୍ ହେଲା, କି 5ଟା ଭୁଲ୍ ହେଲା। ଠିକ୍ ଅଛି, 5ଟା ଭୁଲ୍ 155, 150 ରହିଲା ତାର ଆରାମସେ ସେ। ତାମାନେ ନୁହଁ କି ତୁମକୁ କୁହାହେଇଛି ବୋଲି ତୁମେ 170 ଆଟେଣ୍ଡ କରିକି ଆସିବ। 30ଟା ଭୁଲ୍ ଥିବ, ମାର୍କିଂ ହେଇକିନା ତୁମର ଟୋଟାଲ୍ 125 ଭଳିଆ ହେଇଯିବ କି 130 ଭଳିଆ ହେଇଯିବ, କ'ଣ ଲାଭ ପାଇବ? ଯଦି ତ ସ୍କୋର କଟଅଫ୍ ଯଦି କୋଶ୍ଚିନ୍ ଆସିନି ଯେହେତୁ, ତେଣୁକରି ଗୋଟେ ଅନୁମାନ କରିବା କଥା, ଯେହେତୁ କୋଶ୍ଚିନ୍ ଆସିନି, ଏକ୍ଜାମ୍ ହେଇନି, ତେଣୁକରି ତୁମମାନଙ୍କୁ କୁହାଗଲା 145ରୁ 50 ଆଟେଣ୍ଡ କରିବ। ଯଦି କୋଶ୍ଚିନ୍ ଇଜି ଥାଏ, ନହେଲେ 40-50ଟା 40-45ଟା କରିକି ଆସିବ। ଠିକ୍ ଅଛି, ଆଉ ତାମାନେ ନୁହଁ କି ତୁମେ ପୁରା 150, ଯଦି ଇଜି ଥାଏ ତ ଆରାମସେ 160 କରିକି ଆସ, କିଛି ନାହିଁ। ଠିକ୍ ଅଛି, ନର୍ମାଲାଇଜେସନ୍ ଅଛି, ଯେହେତୁ ଅନଲାଇନ୍ ଏକ୍ଜାମ୍ ନର୍ମାଲାଇଜେସନ୍ ହେବ। ତେଣୁକରି ତୁମ ଉପରେ ଡିପେଣ୍ଡ କରୁଛି ତୁମେ କେଉଁ ଭଳି ପ୍ରିପେୟାର କରିଛ, କେଉଁ ଭଳି କରିବ। ଠିକ୍ ଅଛି, କିନ୍ତୁ ମୋ କହିବା ହିସାବରେ
140ରୁ 150 ଯଦି କରୁଛ ତ ଭଲ, କାହିଁକିନା ପୋଷ୍ଟଟା କ୍ୟାଟାଗୋରୀ ୱାଇଜ୍। ସପୋଜ 160 କି 155 ପିଲାଙ୍କୁ ମିଳିଲା ପୋଷ୍ଟ, 140 50 ପିଲାଙ୍କୁ ମିଳିବ ଏଆର୍ଆଇ, 145 ପିଲାଙ୍କୁ ମିଳିପାରେ ଅମିନ। ତ ଏଇ ହିସାବରେ କଟଅଫ୍ ଯିବ, 2-4 ମାର୍କ ଗ୍ୟାପ୍ ରହିବ। ତେଣୁ ତାମାନେ ନୁହେଁ କି ତମେ ଚାକିରି ଗୋଟେ ପାଇବାକୁ ହେଲେ 140 ବି ଯାଇପାରେ। ଯେହେତୁ କୋଶ୍ଚିନ୍ ଆସିଲା ପରେ ଆମେ ଆଉ ଗୋଟେ କଟଅଫ୍ ଭିଡ଼ିଓ ଆଣିବୁ। ତ ପିଲାମାନେ ଆଜି ପାଇଁ ଏକ୍ଜାମ୍ ଷ୍ଟାର୍ଟ ହେଲେ ଆମେ ଜଣେଇବୁ କୋଉ ଭଳି ଲୋକେସନ୍ ଅଛି ଆଉ କେତେ ସିଟ୍ ସ୍କୋର୍ ରହିବ।